हेलो फ्रेंड्स, जय जगन्नाथ। वेलकम टू माय यूट्यूब चैनल। आज आम बाहरीचु माँ मंगुरी कालुआ पीठ। चलतु माँकर दर्शन करवा, माँकर किंबदंती विषय किछि जानिबा। फाइनाली आम मंदिर पाखे पहुँची गलु। चलतु माँ को दर्शन करवा, माँ को किंबदंती विषय किछि जानिबा। जहाँकि रही दर्शन टिकट 5 टंका। माँ महुरी कालुआ देवी जहाँकि रही बरहमपुर टू 10 किलोमीटर दूरतार गंजाम जिलार प्रसिद्ध पवित्र शक्तिपीठ। माँकर पीठ केरांडीमाल पहाड़ शिखरे रही एवं माँ कालेश्वरी देवी ठाकुराणी रूपरे होइछि। महुरी राजांकर इष्टदेवी थिला माँ कालेश्वरी देवी। एहार रहस्य रही महुरीगढ़र राजा नारायण देव माँ महुरी कालुआंकर परम भक्त थिले। सेतेबेले समयरे इंग्रजी माने पूरा भारतवर्ष सहित ओडिशा मध्य विभिन्न राजांकरु कले बले कौशले हराई इंग्रजी माने राज्य रे जय कराई थिले। धन संपत्ति मध्य लुटि नउथिले। राजा मानंकु निजर बंधुकर बनाई दउथिले। एही समय रे राजा नारायण देव मां को स्वप्न रे आसी इंग्रजी शासन कथा कहिथिले एवं राजा शासन खूब शीघ्र पतन घटेई देइथिले। राजा को आदेश देइथिले इंग्रजी माने तांककु संयुक्त पाइबे नाही। स्वप्न रे राजा को आदेश देइथिले केरंडीमाल पहाड़ शिखरे धैर्य उड़ाई इष्ट देवींकर प्रार्थना मध्य करिथिले एवं 2टी पत्थर थिबा बड़ गुंफारे मूर्ति स्थापन करिथिले। प्रतिदिन रजा सेठाकु जाई आराधना करुथिले।
ମାଙ୍କର ପୂଜା ସାରି ବ୍ରହ୍ମେଶ୍ୱର ମହାଦେବ, ଶଙ୍କଳେଶ୍ୱର ମହାଦେବ, ସୁନ୍ଦରେଶ୍ୱର ମହାଦେବ, ସୋମେଶ୍ୱର ମହାଦେବ, ଷଣ୍ଢେଶ୍ୱର ମହାଦେବ, ଖଲ୍ଲେଶ୍ୱର ମହାଦେବ, ଗକେନେଶ୍ୱର ମହାଦେବ, ଈଶାଣେଶ୍ୱର ମହାଦେବ, ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରି ରାଜା ତାଙ୍କର ରାଜଭବନକୁ ଫେରନ୍ତି। ଏହାପରେ ଇଂରାଜୀମାନେ ସବୁ ଗଡ଼ରେ ଜୟ କରିସାରି ମହୁରୀଗଡ଼କୁ ଆସି ପହଞ୍ଚିଗଲେ, କିନ୍ତୁ ରାଜାଙ୍କର ପତା ପାଇଲେ ନାହିଁ। ସେହି ସମୟରେ ଇଂରାଜୀମାନେ କଳେ ବଳେ କୌଶଳେ ମଧ୍ୟ ରାଜାଙ୍କୁ ଧରି ପାଇଲେ ନାହିଁ। ଏମିତି କେତେଦିନ ଧାଇଁ ଧାଇଁ ସଜା ପାଇବି ବୋଲି ଭାବି ରାଜା ମା କାଳେଶ୍ୱରଙ୍କ ନିକଟରେ ଶରଣ ପଶିଲେ। ନିଜ ଦୁଃଖକୁ ଜଣାଇଲେ। ବିପଦର ସାହା ହେବା ପାଇଁ ମାଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ସବୁ ରାଜାଙ୍କ ଗୁହାରି ଶୁଣି ମା କାଳେଶ୍ୱରୀ ଦୀର୍ଘ ଖଣ୍ଡାଟିଏ ଆଣି ରାଜାଙ୍କର ହାତରେ ଧରାଇ ଦେଇଥିଲେ। ମା ରାଜାଙ୍କୁ କହିଥିଲେ, ସଦା ସର୍ବଦା ପାଖରେ ରଖିବୁ। ଆପଣମାନେ ଦେଖିପାରୁଥିବେ ମାଙ୍କର ମନ୍ଦିର କାମ ଚାଲିଛି ଏବଂ ପ୍ରବାହିତ ସମୟରେ ଏହାକୁ ବ୍ୟବହାର କରିବୁ, ଜୟ କରେଇବୁ। କେହି ମଧ୍ୟ ତତେ ପାରସ୍ତ କରିପାରିବେ ନାହିଁ। ମାଙ୍କର କଥା ଅନୁଯାୟୀ କିଛି ଦିନ ବିତିଗଲା। ଇଂରାଜୀମାନେ ଲାଞ୍ଚନ ଘୋଷଣା କରିଥିଲେ। ରାଜାଙ୍କର ଉପସ୍ଥିତି ବିଷୟରେ କିଏ ଜଣାଇବେ ଲକ୍ଷାଧିକ ସୁନା ଦିଆଯିବ। କିନ୍ତୁ ପ୍ରଜାମାନେ ରାଜାଙ୍କୁ ଆପଣମାନେ ଦେଖିପାରୁଥିବେ ଶ୍ରୀ ଶ୍ରୀ ମା ମହୁରୀ କାଳୁଆଙ୍କର ନିଜ ପୀଠକୁ ରାସ୍ତା, ଯାହାକି ମା ଉପରେ ପାହାଡ଼ ଉପରେ ଯେଉଁ ପୂଜା ପାଆନ୍ତି। ଚାଲନ୍ତୁ ମାଙ୍କୁ ଦର୍ଶନ କରିବା। ସୁରକ୍ଷିତ ଦୃଷ୍ଟିରେ ରଖି ଇଂରାଜୀମାନଙ୍କୁ କିଛି ଜଣାଇ ନଥିଲା ଏବଂ କିଛି ଲାଞ୍ଚୁଆ ପ୍ରଜା ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗ ପଛ ବିଚାର ନ କରି ରାଜାଙ୍କର ବିଷୟରେ ଜଣାଇ ଦେଇଥିଲେ। ସେହି ସମୟରେ ରାଜା ରାଜଭବନରେ ଖାଇ ବସିଥିଲେ। ଇଂରାଜୀମାନେ ଆସିବାର କଥା ଜାଣି ରାଜା ସ୍ତ୍ରୀ ବେଶରେ ହାତରେ ଗୋଟିଏ ଲୋଟା ଧରି ପରିସ୍ରା କରିବା ବାହାନାରେ ମହଲ ବାହାରକୁ ପଳେଇ ଆସିଥିଲେ। କିନ୍ତୁ ଦେବୀ ଦେଇଥିବା ଖଣ୍ଡାକୁ ନିଜ ସହିତ ଆଣିବାକୁ ଭୁଲିଗଲେ। ରାତି ପାଇ ସକାଳ ହେଲା। ମାଙ୍କର ପୂଜା ସାରି ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରିବାରେ ଲାଗିଥିଲେ ଏବଂ ଶଙ୍କଳେଶ୍ୱର ନିକଟକୁ ଯାଇଥିଲେ। ସେହି ସମୟରେ ମନ୍ଦିର ପାଖରେ ଇଂରାଜୀମାନେ ପହଞ୍ଚି ଯାଇଥିଲେ ଏବଂ ଖଣ୍ଡାଟି ମଧ୍ୟ ପାଖରେ ନଥିଲା। ରାଜାଙ୍କୁ ଅତି ବିକଳ ହୋଇ ପ୍ରଭୁ ଶଙ୍କଳେଶ୍ୱରଙ୍କୁ ନିକଟରେ ସ୍ମରଣ କରିଥିଲେ। ଭକ୍ତଙ୍କ ଗୁହାରି ଶୁଣି ରାଜା ନାରାୟଣ ଦେବଙ୍କୁ ପାର୍ଶ୍ୱରଣ ପରିବର୍ତ୍ତନ କରିଦେଇଥିଲେ। ଫଳରେ ଇଂରାଜୀମାନେ ରାଜାଙ୍କୁ ନ ପାଇ ନିରାଶ ହୋଇ ଫେରିଗଲେ। ରାଜାଙ୍କ ଅନୁପରିସ୍ଥିତିରେ ମାଙ୍କର ପୂଜା ମଧ୍ୟ ବନ୍ଦ ରହିଲା। ଏମିତି କିଛି ଦିନ ପରେ ଗୋଟିଏ କନ୍ଧଟି କେରଣ୍ଡିମାଳ ପାହାଡ଼ ଶିଖକୁ ଯାଇଥିଲେ। ମାଙ୍କର ମୂର୍ତ୍ତି ଦେଖି ଏବଂ କନ୍ଧଟି ପ୍ରତିଦିନ ପୂଜା କରିବାକୁ ଆସୁଥିଲେ। ଏମିତି ଅନେକ ଦିନ ପରେ କନ୍ଧଟି ବୁଢ଼ା ମଧ୍ୟ ହୋଇଗଲେ। ତଥାପି ଖରା ବର୍ଷା ବହୁତ କଷ୍ଟରେ ପୂଜା କରି ଆସୁଥିଲେ। ଦିନେ କନ୍ଧଟି ମାଙ୍କର ପୂଜା ସାରି ଆସିବା ସମୟରେ ନିଜ ପାଣିଗଡ଼ଟିକୁ ନିଜ ସହିତ ଆଣିବାକୁ ଭୁଲି ଯାଇଥିଲେ। ପୁଣି ପାହାଡ଼ ଚଢ଼ି ଗୁମ୍ଫା ନିକଟକୁ ଆଣିବାକୁ ଗଲେ। ଆଶ୍ଚର୍ଯ୍ୟର ଘଟଣା ଏହିକି ଯେ 5ଟି ଦେବୀ ବସି କନ୍ଧ ପୂଜା କରିଥିବା ପ୍ରସାଦକୁ ସେବନ କରୁଥିଲେ। କେତେ ଯେ ଭାଗ୍ୟ କନ୍ଧଟିରେ ମାଙ୍କର ସ୍ୱୟଂ ଦେବୀଙ୍କ ନିଜର ଚକ୍ଷୁରେ ଦର୍ଶନ କରିଥିଲେ। ମା କନ୍ଧଟିର ପ୍ରବେଶ କରିଥିବାର ଦେଖି ଅତ୍ୟଧିକ ରାଗି ଯାଇଥିଲା।
ପୁନର୍ବାର ପର୍ବତ ଉପରକୁ ଆସିବାର କାରଣ କ'ଣ ପଚାରିଥିଲେ ମା। ଏବଂ କନ୍ଧଟି ଉତ୍ତର ଦେଇଥିଲେ, ପାଣିଗଡ଼ଟି ପାଇଁ ଆସିଥିଲି ବୋଲି ନିଜର ଭୁଲ ପାଇଁ ମାଙ୍କ ପାଖରେ ଗୁହାର କରିଥିଲେ। ମାଙ୍କୁ କ୍ଷମା ମଧ୍ୟ ମାଗିଥିଲେ ଏବଂ ମାଙ୍କୁ ସାନ୍ତ୍ୱନା ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ମା କନ୍ଧଟିକୁ ପୁନର୍ବାର ଗୁମ୍ଫାକୁ ନ ଆସିବା ପାଇଁ ଆଦେଶ ଦେଇଥିଲେ ଏବଂ ରାଗରେ ପର୍ବତ ଶିଖରୁ ତଳକୁ ପାଣିଗଡ଼ଟିକୁ ଫିଙ୍ଗି ଦେଇଥିଲେ। ମା କନ୍ଧଟିକୁ କହିଲେ, ଏହି ଗଡ଼ଟି ଯେଉଁ ସ୍ଥାନରେ ପଡ଼ିବ ସେହି ସ୍ଥାନରେ ମନ୍ଦିର ତିଆର କରିବୁ, ମୋତେ ଆରାଧନା କରିବୁ ଏବଂ ଏହି ପର୍ବତ ଶିଖରେ ଆସିବାର ପରସୟ କରିବୁ ନାହିଁ। ମାଙ୍କର ଆଦେଶ ପାଇ କନ୍ଧଟି ଫେରି ଆସିଲେ। ସେହି ଦିନଠାରୁ ଗଡ଼ଟି ଯେଉଁ ସ୍ଥାନରେ ପଡ଼ିଥିଲା କୁଡ଼ିଆଟିଏ କରି କନ୍ଧଟି ମାଙ୍କୁ ଆରାଧନା କରିଥିଲା। ଦିନକୁ ଦିନ ସେଇ ଗଡ଼ଟି ଉଇଅଙ୍କା ଲାଗି ମାଟି ହୋଇଗଲା ଏବଂ ତାର ଆକାରଟି ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଏହିପରି ଭାବେ କନ୍ଧଟି ମାଙ୍କର ପୂଜା ଆରମ୍ଭ କରିଥିଲା। ଧୀରେ ଧୀରେ ଭକ୍ତମାନଙ୍କର ଗହଳି ମଧ୍ୟ ହୋଇଥିଲା। କନ୍ଧ ପୂଜା କରୁଥିବା ସମୟରେ ମା କାଳୁଆ ନାମରେ ଜଣାଗଲା ଏବଂ କନ୍ଧ କାଳୁଆ ପରେ ମା ମହୁରୀ କାଳୁଆ ବିଖ୍ୟାତିକ ହୋଇଥିଲା। କିଛି ଦିନ ପରେ କନ୍ଧ ସହିତ ଏକ ଭଣ୍ଡାରୀ ମିଶି ଉଇଅଙ୍କାକୁ ଦୁଇ ଭାଗରେ ଗୋଟିଏ ଭାଗକୁ ଭଣ୍ଡାରୀ ଏବଂ ଅନ୍ୟ ଭାଗକୁ କନ୍ଧଟି ପୂଜା କରିଥିଲେ। ବର୍ତ୍ତମାନ ମା କାଳୁଆ ମନ୍ଦିର ପାଣିଗଡ଼ଟି ପଡ଼ିବା ସ୍ଥାନରେ ନିର୍ମାଣ କରାଗଲା। ମା ଏବେ ମଧ୍ୟ ପର୍ବତ ଶିଖର ଗୁମ୍ଫାଠାରେ ଉପସ୍ଥିତ। ଏହା ଥିଲା ମାଙ୍କର କିମ୍ବଦନ୍ତୀ। ଫାଇନାଲି ଏବେ ମାଙ୍କର ଦର୍ଶନ ସରିଲା, ଯାହାକି ମା ପର୍ବତ ଶିଖରରେ ରହିଛି। ଆପଣମାନେ ବି ଦେଖିଲେ ମାଙ୍କୁ। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ। ଜୟ ମା ମହୁରୀ କାଳୁଆ।